ଆଜି ମୁଁ ଆପଣମାନଙ୍କୁ କହିବି କେମିତି ଆମ ଘର ପାଖ ଭାଉଜଙ୍କୁ ଗେହିକିରି ତାଙ୍କ ବିଆ ଚିରିଦେଲି। ମୋ ନାଁ ବିକାଶ, ମୋର ବୟସ 22, ରଙ୍ଗ ଗୋରା। ମୁଁ ଦେଖିବାକୁ ବହୁତ ସୁନ୍ଦର। ଆମ ଘର ପାଖରେ ଡଲି ଭାଉଜଙ୍କ ଘର। ତାଙ୍କ ସ୍ୱାମୀ ଦୁବାଇରେ ରୁହନ୍ତି। ଡଲି ଭାଉଜ ମୋତେ କେତେବେଳେ କେମିତି ଦୋକାନକୁ ପଠାନ୍ତି। ମୁଁ ଯାଇ ଦିନେ କ'ଣ ହେଇଛି ନା ଭାଉଜ ମୋତେ ଡାକିଲେ। କହିଲେ ବିକାଶ ଟିକେ ଶୁଣିଲ। ମୁଁ କହିଲି ହଁ କୁହ ଭାଉଜ, କ'ଣ କିଛି ପ୍ରୋବ୍ଲେମ୍ ହେଲା କି? ଭାଉଜ କହିଲେ ଟିକେ ଦୋକାନ ଯାଇଥାନ୍ତ ମ। ମୁଁ କହିଲି ଓ ଏଇ କଥା। ହଉ କ'ଣ ଆଣିବାକୁ କୁହ। ଭାଉଜ କହିଲେ ଟିକେ ରୁହ, ମୁଁ ମାଆଙ୍କଠୁ ବୁଝି ଆସେ। ମୁଁ କହିଲି ଠିକ୍ ଅଛି। ଭାଉଜ ଯାଇକରି ପଚାରିକିରି ଆସ। ସେ ଯାଇକରି ବୁଝି ଆସିଲେ ଆଉ ପଇସା ଦେଇ ଦୋକାନକୁ ପଠାଇଲେ। ମୁଁ ଦୋକାନ ଯାଇ ସଉଦା ନେଇକରି ଆସିଲି ଆଉ ଭାଉଜଙ୍କୁ ଦେଲି। ବହୁତ ଜୋରସେ ଖରା ହେଉଥିଲା ତ ମୁଁ ଭାଉଜଙ୍କୁ ପାଣି ମାଗିଲି। ସେ କହିଲେ ଆସ ଘର ଭିତରକୁ। ମୁଁ ଗଲି ଘର ଭିତରକୁ। ସେ ପାଣି ଦେଲେ। ଅର୍ଜେଣ୍ଟଲି ଗୋଟେ କାମ ପଡ଼ିଲା। ତାଙ୍କ ଶାଶୁ ମେଡ଼ିକାଲକୁ ଚାଲିଗଲେ। ଘରେ କେହି ନାହାନ୍ତି। ଭାଉଜ ମୋତେ ପାଣି ପିଇବାକୁ ଦେଇ ଗାଧୋଇବାକୁ ଚାଲିଗଲେ। କହିଲେ ମୁଁ ଗାଧୋଇକିରି ଆସେ, ଗୋଟେ କଥା କହିବି। ମୁଁ କହିଲି ଠିକ୍ ଅଛି। ସେ ସେଇଠୁ ଗାଧୋଇବାକୁ ଚାଲିଗଲେ। ମୁଁ ସେଇଠୁ ମନେ ମନେ ଭାବିଲି ଭାଉଜ ମୋତେ କେଉଁ କଥା କହିବେ। ଏମିତି 5 ମିନିଟ୍ ବସିଲା ପରେ ଭାଉଜ ମୋତେ ଡାକିଲେ ଆଉ କହିଲେ ସାବୁନ ମୋ ରୁମ୍ରେ ରହିଗଲା, ଟିକେ ନେଇକରି ଆସ ତ। ମୁଁ କହିଲି ହଁ ନେଇକରି ଯାଉଛି। ମୁଁ ସାବୁନ ନେଇକରି ବାଥରୁମ୍ ପାଖରେ ଭାଉଜଙ୍କୁ ଡାକିଲି। ଭାଉଜ ଡୋର୍ ଖୋଲିଲେ, କହିଲେ ଭିତରକୁ ଆସି ସାବୁନ ଦେଇଯାଅ। ମୋତେ ଟିକେ ଲାଜ ଲାଗୁଥିଲା। ମୁଁ ସେଇଠୁ ବାଥରୁମ୍ ଭିତରକୁ ଗଲି। ଭାଉଜ ଖାଲି ଛାୟା ପିନ୍ଧିଛନ୍ତି। ମୁଁ ଭାଉଜଙ୍କୁ ଦେଖି ବହୁତ ଗରମ ହୋଇଗଲି। ମୁଁ ମନେ ମନେ ଭାବିଲି ଭାଉଜ ମୋତେ ବାଥରୁମ୍ ଭିତରକୁ କ'ଣ ପାଇଁ ଡାକିଲେ। ମୋତେ ସେ ବାହାରୁ ବି ସାବୁନ ତ ମୋ ହାତରୁ ନେଇପାରିଥାନ୍ତେ। ମୁଁ ଭାବିଲି ଭାଉଜ ଆଜି ବୋଧେ ମୋତେ କରିବା ପାଇଁ ଡାକିଛନ୍ତି କି କ'ଣ। ଭାଉଜ ଖାଲି ମୋତେ ବଲବଲ କରି ଚାହୁଁଛନ୍ତି। ମୋତେ ବହୁତ ଖରାପ ଲାଗୁଥାଏ। ସେ କହିଲେ ଟିକେ ମୋ ପିଠିରେ ସାବୁନ ଲଗାଇଦେବ। ମୁଁ କହିଲି ଠିକ୍ ଅଛି। ଭାଉଜ ତାଙ୍କ ଛାୟାକୁ ତଳକୁ ଖସେଇ ଦେଲେ। କହିଲେ ଏବେ ସାବୁନ ଲଗାଇ ଦିଅ। ମୋ ଭାଉଜଙ୍କ କାଖରୁ ପରି ଦୁଧ ଦେଖି ମୋ ବାଣ୍ଡ ସେତେବେଳକୁ ଠିଆ ହୋଇଗଲାଣି। ଭାଉଜ କହିଲେ ଟିକେ ତଳକୁ ଲଗାଇ ଦିଅ ସାବୁନ। ମୁଁ ସେଇଠୁ ତଳକୁ ଲଗାଇଲି। ସାବୁନ ଲଗାଇଲା ବେଳେ ଭାଉଜ ତାଙ୍କ ଦୁଧକୁ ମୋ ହାତରେ ବଜେଇଲା ଭଳି ଜାଣି ଜାଣି କରୁଥିଲେ। ଭାଉଜଙ୍କ ଦୁଧରେ ମୋ ହାତ ହେଲେ ବାଜିଗଲା। ସେ ମୋତେ କିଛି ବି କହିଲାନି। ମୋତେ ବି ମଜା ଲାଗୁଥିଲା। ଏମିତି କିଛି ସମୟ ସାବୁନ ଲଗାଇବା ପରେ ମୋର ପୁରା ଠିଆ ହୋଇଗଲା। ଭାଉଜ ବୋଧେ ଦେଖିଦେଲେ କି କ'ଣ। କହିଲେ ବିକାଶ ତମ ପ୍ୟାଣ୍ଟ କ'ଣ ଟିକେ ଉଠିକିରି ଅଛି। ମୁଁ କହିଲି ଭାଉଜ ସେ କିଛି ନୁହେଁ। ମୋତେ ସେତେବେଳକୁ ଲାଜ ଲାଗୁଥିଲା। ହେଲେ ସେ ମୋ ପ୍ୟାଣ୍ଟକୁ ହାତ ମାରିଲେ ଆଉ ସେ ଜାଣିଦେଲେ ଯେ ମୋ ବାଣ୍ଡ ହିଟ୍ ହୋଇଯାଇଛି ବୋଲି। ସେ ଜୋରସେ ହସିଲେ ଆଉ କହିଲେ ତମ ପ୍ୟାଣ୍ଟ ଟିକେ ଖୋଲିଲ, ମୁଁ ଟିକେ ଦେଖିବି। ମୁଁ କହିଲି ନା ମ ଥାଉ। ଭାଉଜ କହିଲେ ଏତେ କ'ଣ ଲାଜ କରୁଛ ଯେ, ମୁଁ ତ ଭାଉଜ ହେବି, ଆଉ କ'ଣ କିଏ ଦେଖିଦେଉଛି ନା କ'ଣ। ମୋତେ ତାପରେ କହିଲେ ମୁଁ ଦେଖିଦେଲେ କ'ଣ ଅଛି, ମୁଁ ତୁମର ଦେଖିବି, ତୁମେ ମୋର ଦେଖିଲେ ବି କିଛି ପ୍ରୋବ୍ଲେମ୍ ନାହିଁ ତ। ମୁଁ ସେଇଠୁ ଟିକେ ଲାଜିଲା ଭଳି ହେଉଥିଲି। ସେ ନିଜେ ମୋତେ ଟାଣିକିରି ମୋ ପ୍ୟାଣ୍ଟକୁ ଖସେଇ ଦେଲେ। ମୋ ପ୍ୟାଣ୍ଟ ତଳକୁ କରିଦେଲି ଆଉ ମୋ ବାଣ୍ଡ ପୁରା 6 ଇଞ୍ଚ ହୋଇଯାଇଛି ସେତେବେଳକୁ। ହେଇଠି ହୋଇକିରି ସେ ମୋ ବାଣ୍ଡକୁ ତାଙ୍କ ହାତରେ ଧରିକିରି ଖେଳିବାକୁ ଲାଗିଲେ। କହିଲେ ଏତେ ସୁନ୍ଦର ହେଇଛି, ଲୁଚେଇକିରି ରଖି କ'ଣ କରିବ। ମୋତେ ବି ବହୁତ ମଜା ଲାଗୁଥାଏ। ମୁଁ ବି ତାଙ୍କ ଦୁଧକୁ ଚିପିବାକୁ ଲାଗିଲି। ଏମିତି କିଛି ସମୟ ଚାଲିଲା। ଭାଉଜ ମୋ ବାଣ୍ଡକୁ ତାଙ୍କ ପାଟିରେ ନେଲେ ଆଉ ଚୁଷିବାକୁ ଲାଗିଲେ। ମୁଁ ବି କିଛି କମ୍ ନୁହେଁ ମ। ମୁଁ ବି ତାଙ୍କ ବିଆକୁ ଆଉଁସିବାରେ ଲାଗିଲି। ଭାଉଜ ଖାଲି ଆ ହେଉଥାନ୍ତି। ଏମିତି 10 ମିନିଟ୍ ଚାଲିବା ପରେ ଭାଉଜ କହିଲେ ଜଲ୍ଦି ତମ ବାଣ୍ଡକୁ ମୋ ବିଆ ଭିତରେ ପୁରାଅ, ମୁଁ ଆଉ ରହିପାରୁନି। ମୁଁ ମୋ ବାଣ୍ଡକୁ ଭାଉଜଙ୍କ ବିଆରେ ପୁରେଇଲି। ଭାଉଜ କହିଲେ ଜୋର ଜୋରସେ କରିବାକୁ। ମୋ ଭାଉଜଙ୍କ ଗୋଡ଼କୁ ଉପରକୁ କରି ତାଙ୍କ ବିଆରେ କଚାକଚ କରିବାକୁ ଲାଗିଲି। ଏମିତି ବାଥରୁମ୍ରେ 15 ମିନିଟ୍ କରିବା ପରେ ଭାଉଜ କହିଲେ ଆଉ ଟିକେ ଜୋରସେ କର। ତ ମୁଁ ରାଗିଲି ଆଉ ଜୋରସେ ଭାଉଜଙ୍କୁ ଗେହିଲି ଯେ ଭାଉଜଙ୍କ ବିଆ ଚିରିଦେଲି। ଭାଉଜ ଲାଷ୍ଟକୁ କାନ୍ଦି ପକେଇଲେ। ମୋତେ ଜୋରସେ ଜାବୁଡ଼ି ଧରି କହିଲେ ଆଜି ମୋ ବିଆକୁ ଚିରି ଦିଅ। ମୁଁ ଆହୁରି ଜୋରସେ ଭାଉଜଙ୍କୁ ଗେହିବାକୁ ଲାଗିଲେ। ପୁଣି ଏମିତି 8 ମିନିଟ୍ କରିବା ପରେ ମୋ ବୀର୍ଯ୍ୟ ବାହାରିବାକୁ ଲାଗିଲା। ଭାଉଜ କହିଲେ ସବୁ ବୀର୍ଯ୍ୟ ମୋ ବିଆ ଭିତରେ ପକେଇ ଦିଅ। ମୁଁ କହିଲି ଭାଉଜ ଯଦି ପ୍ରେଗନେଣ୍ଟ ହେଇଯିବ। ଭାଉଜ କହିଲେ ଚଳିବ। ଠିକ୍ ସେତିକି ବେଳେ ମୋର ବୀର୍ଯ୍ୟ ବାହାରିଗଲା ଭାଉଜଙ୍କ ବିଆ ଭିତରେ। ଆଉ ଭାଉଜ କହିଲେ ବିକାଶ ତମେ ଆଜି ମୋତେ ଖୁସି କରିଦେଲ, ଆଉ ଆମେ ଏମିତି ସବୁବେଳେ ଘିଆଘି ହେବା। Day trading is a short-term investment strategy where an investors buy and sell securities like stocks, options, or currencies within same day, aiming to profit from small price fluctuation. Key aspects of day trading: short-term focus. Day traders focus on capturing profits for intraday price movements rather than holding positions overnight. High volume and liquidity. They often trade in high volume,
Liquidity market to facilitate quick entry and exit. Risk. Day trading involves significant risks due to the rapid price fluctuation and the potential for substantial losses. Leverage. Day traders often use leveraged investment strategies which can amplify both profits and losses. Commonly traded instruments. Some commonly traded instruments include day traders focus on capturing profits for intraday price movements rather than holding position overnight. High volume and liquidity. They often trade in high volume and liquidity market to facilitate quick entry and exit. Risk. Day trading involves significant risks due to the rapid price fluctuations and the potential for substantial losses. Leverage. Day traders often use leveraged investment strategies which can amplify both profits and losses. Commonly traded instruments. Some commonly day traded instruments include stocks, options, currency, including cryptocurrency, contracts for difference, and future contracts. Margin accounts. Day trading often involves using margin accounts which allow investors to borrow money to trade further increase risks and potential rewards. Commonly traded instruments. Some commonly day traded instruments including stocks, options, currency, including cryptocurrency, contract for difference and future contracts. Margin accounts. Day trader often involves using margin accounts which allow investors to borrow money to trade further, increasing risk and potential rewards. FINRA margin rule. FINRA margin rule, Financial Industry Regulatory Authority, defines day trading as buying and selling or selling and buying the same security in a margin account on the same day to profit from small price. Success rate. The success rate is day trading in general low, with studies suggesting that only a small percentage of day traders and consistently earn money and profitable.